ନମସ୍କାର। ନୀଳିମା କିଚେନକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆଜି ମୁଁ ଆପଣମାନଙ୍କ ସହିତ ସେୟାର କରିବି ବିରି ଚାଉଳରେ ତିଆରି ପୋଡ଼ପିଠା ରେସିପି। ତେବେ ଭିଡ଼ିଓଟିକୁ ସ୍କିପ୍ ନକରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଅନୁରୋଧ। ତେବେ ଚାଲନ୍ତୁ ନା ଆଉ ଡେରି କରିବାନି, ଆରମ୍ଭ କରିବା ଆଜିର ଏହି ମଜାଦାର ପୋଡ଼ପିଠା ରେସିପି। ପୋଡ଼ପିଠା ତିଆରି ପାଇଁ ମୁଁ ଏଠି ଦେଖନ୍ତୁ 2 ଜାଗାରେ କିଛି ଅରୁଆ ଚାଉଳ ଏବଂ କିଛି ବିରିକୁ 2ରୁ 3 ଘଣ୍ଟା ବତୁରେଇ ନେଇଥିଲେ। ଚାଉଳଟା ବି ଭଲ ଭାବରେ ବତୁରେଇ ଯାଇଛି। ଏଠି ମୁଁ 2 କପ୍ ଅରୁଆ ଚାଉଳ ଏବଂ 1 କପ୍ ବିରି ନେଇଥିଲେ। ଦେଖନ୍ତୁ ଭଲ ଭାବରେ ବତୁରେଇ ଯାଇଛି। ବିରିଟା ମଧ୍ୟ ଭଲ ଭାବରେ ବତୁରେଇ ଯାଇଛି। ଏବେ 2ଟା ଜିନିଷକୁ ଅଲଗା ଅଲଗା ବାଟିବା। ଏବେ ଏହାକୁ 2ରୁ 3 ଥର ଭଲ ଭାବରେ ଆଉ ଥରେ ଧୋଇ ନେବା। ତାପରେ ଏକଦମ ଚିକ୍କଣ ଭାବରେ ହିଁ ବାଟିବା। ଏକା ସାଙ୍ଗରେ ବାଟିବେନି। କରେଣ୍ଟଟା ବି ପଳେଇଲାଣି। ଏବେ ଦେଖନ୍ତୁ ବିରିଟାକୁ ମୁଁ ବାଟି ନେଲି। ଟିକେ ବହଳିଆ କରି ବାଟିଛି। ଏବେ ସବୁଯାକ ବିରି ବଟା ରେଡ଼ି। ଏବେ ଅରୁଆ ଚାଉଳକୁ ମଧ୍ୟ ବାଟି ନେବା। ଚାଉଳଟାକୁ ବି ସେମିତି ଟିକେ ବହଳିଆ କରି ବାଟିବା। ଅଳ୍ପ ଟିକେ ପାଣି ଦେବି। ଦେଖନ୍ତୁ ଚାଉଳକୁ ମଧ୍ୟ ମୁଁ ବାଟି ନେଲି ସବୁଯାକ। ଚାଉଳଟାକୁ ଟିକେ ସାଇଡ୍ କରିନେବା। ଆଉ ଏ ବିରିକୁ ଟିକେ ଫେଣେଇ ନେବି। ଫେଣେଇ ନେଲେ ବିରିଟା ଟିକେ ହାଲକା ହେଇଯିବ ଆଉ ପୋଡ଼ପିଠାଟା ଭଲ ହେବ। ଏଇଟା ପଛରେ ଫେଣେଇବି। ଏବେ ସାଇଡ୍ କରିନେବା। ପୁରଟା ତିଆରି କରିନେବି। ଗ୍ୟାସରେ ଅଲରେଡ଼ି ବସେଇ ନେଇଛି କଡ଼େଇ। ଏବେ କଡ଼େଇରେ ଦେଇଦେବା 200 ଗ୍ରାମର ଗୁଡ଼। ମିଠାଟା ଆପଣଙ୍କ ପସନ୍ଦ ଅନୁସାରେ କମ୍ ବେଶୀ ମଧ୍ୟ ଦେଇପାରିବେ। ଏବେ ଟିକେ ଗୋଳେଇ ନେବା। ହାଲକା ଟିକେ ମେଲ୍ଟ ହେଲା ପରେ ହିଁ ନଡ଼ିଆ ପକେଇବି। ଏବେ ଦେଖନ୍ତୁ ଗୁଡ଼ଟା ବି ଧୀରେ ଧୀରେ ମେଲ୍ଟ ହେଇଗଲାଣି। ଏବେ ଦେଇଦେବା ନଡ଼ିଆ। ଏହାକୁ ମଧ୍ୟ ଭଲ ଭାବରେ ମିଶାଇ ନେବା। ଏବେ ଦେଇଦେବା ଦହି ଛେନା। ଦହି ଛେନା ଏଠି ମୁଁ 200 ଗ୍ରାମର ନେଇଛି। 200 ଗ୍ରାମରୁ ଟିକେ କମ୍ ରଖି ନେଇଛି। ଭଲ ଭାବରେ ଗୋଳେଇ ନେବି। ଆଧରେ ଅଧା ଇଞ୍ଚ ଅଦା ତାକୁ ମୁଁ ଛେଚି ନେଇଥିଲି, ତାକୁ ମଧ୍ୟ ପକାଇ ନେଲି। ଏବେ ଦେଇଦେବା 2ରୁ 3-4ଟା ଅଳେଇଚ ଏବଂ ଗୋଲମରିଚ, ତାକୁ ଦରଦରା ଟାଇପ୍ର କୁଟିକିରି ହିଁ ପକାଇବି। ଦେଖନ୍ତୁ ଏବେ ପୁରା ଆମର ରେଡ଼ି ହେଇଗଲାଣି। ଏବେ ଅଳେଇଚ ଏବଂ ଗୋଲମରିଚ ଗୁଣ୍ଡକୁ ପକାଇ ନେଲି। ଏବେ ଗ୍ୟାସଟାକୁ ବନ୍ଦ କରିନେବା। ଏବେ ପିଠା ତିଆରି ପାଇଁ ବିରିଟାକୁ ଭଲ ଭାବରେ ଫେଣେଇ ନେବା। ଏ ଫେଣାଟା ଯେତେ ଭଲ ହେବ ପିଠାଟା ସେତେ ସଫ୍ଟ ବନିବ। ଏବେ ଟିକେ ଚେକ୍ କରିନେବା। ଦେଖନ୍ତୁ ଗୋଟେ ଗିନାରେ ମୁଁ ପାଣି ନେଇଛି ଆଉ ବିରି ତାକୁ ପକେଇଲି। ଦେଖନ୍ତୁ ବଟାଟା ଉପରେ ସୁନ୍ଦର ଭାବରେ ଭାସି ଉଠୁଛି। ତାମାନେ ଏ ଫେଣା ଆମର ଅଲରେଡ଼ି ହେଇଗଲାଣି। ଏବେ ଚାଉଳ ବଟାକୁ ବିରି ସାଙ୍ଗରେ ମିଶାଇ ନେବା। ସବୁଯାକ ଢାଳି ନେବା। ଏବେ ଭଲ ଭାବରେ ଆଉ 2ରୁ 3 ମିନିଟ୍ ଟିକେ ଫେଣେଇ ନେବି। ଦେଖନ୍ତୁ ଏ ଯେଉଁ ଆର ଘନତ୍ୱଟା ଠିକ୍ ଏଇଭଳି ଭାବରେ ହିଁ ହେବ। ସରି, ଏଇଠି ଭୁଲବଶତଃ ଭିଡ଼ିଓଟା ସ୍କିପ୍ ହେଇଗଲାରୁ ମୁଁ ଦେଖାଇ ପାରିଲିନି। ଆଧରେ ମୁଁ 4 ଟେବୁଲ ସ୍ପୁନ୍ ଚିନିକୁ ପକାଇ ନେଇଥିଲି। ଏବେ ଦେଖନ୍ତୁ ଭଲ ଭାବରେ ମିଶି ହେଇଗଲାଣି। ଏବେ ଆଧରେ ଦେଇଦେବା ସ୍ୱାଦ ଅନୁସାରେ ଲୁଣ। ସୁନ୍ଦର ଗୋଟେ ଫ୍ଲେଭର ପାଇଁ ଦେଇଦେବା 2ରୁ 3 ଟେବୁଲ ସ୍ପୁନ୍ ଘିଅ। ଏବେ ଭଲ ଭାବରେ ମିଶାଇ ନେବା। ହାତ ସାହାଯ୍ୟରେ ହିଁ ମିଶାଇ ନେବେ, ଭଲ ହେବ। ମାନେ ଏଇ ଯେଉଁ ଘିଅ ଭଲ ଭାବରେ ଯେମିତି ମିଶିଯିବ ସେଇ ପର୍ଯ୍ୟନ୍ତ ହିଁ ଗୋଳେଇ ନେବା। ଏବେ ଦେଖନ୍ତୁ ଏ ମିଶ୍ରଣଟା ଆମର ଅଲରେଡ଼ି ହେଇଗଲାଣି। ଏକଦମ ସ୍ମୁଥ ବନିଛି। ଏବେ ଏହାକୁ ସାଇଡ୍ କରିନେବା। ଗୋଟେ ସାଇଡ୍ରୁ ପୋଛି ନେବା ଭଲ ଭାବରେ। ଏହାକୁ ସାଇଡ୍ କରିନେବା। ଏବେ ପିଠା ପୋଡ଼ିବା ପାଇଁ ମୁଁ ଏଇଭଳି ଗୋଟେ କଡ଼େଇ ନେଇଛି। ଆଧରେ 1 ଟେବୁଲ ସ୍ପୁନ୍ ଘିଅ ପକାଇ ନେବି। ଅଧିକା ଟିକେ ପଡ଼ିଗଲା ତ ଏକ୍ସଟ୍ରାକୁ ମୁଁ ବାହାର କରିନେବି। ଏବେ ବ୍ରସ୍ ସାହାଯ୍ୟରେ ଭଲ ଭାବରେ କଡ଼େଇରେ ଲଗାଇ ନେଇଛି ଏବଂ ଏକ୍ସଟ୍ରା ଘିଅଟାକୁ ବାହାର କରି ନେଇଛି। ଏବେ ମଝିରେ ରଖିନେବା ଗୋଟେ କଦଳୀ ପତ୍ର। ସାଇଡ଼୍ରେ ଛୋଟ ଛୋଟ 2ଟା ଦେଇଦେବି। ଆଉ ଗୋଟେ ସାଇଡ଼୍ରେ ଦେବା। ଆଉ ମଝିରେ ଭଲ ଯେଉଁ ପତ୍ର ଗୋଟେ ରଖିବି। ଏବେ ମଝିରେ ଗୋଟେ ଭଲଟାଏ ରଖିନେବି। ବାସ୍, ଯେଉଁ ଏକ୍ସଟ୍ରା ଘିଅଟାକୁ ମୁଁ ବାହାର କରି ରଖିଥିଲି ଏଇ ମଝିରେ ହିଁ ଢାଳି ନେବା ସବୁଯାକ। ଏବେ ଭଲ ଭାବରେ ପତ୍ର 4 କଡ଼ ଯାକ ଲଗାଇ ନେବି ଏଇ ବ୍ରସ୍ ସାହାଯ୍ୟରେ।
ଏବେ ଏ ଆଣରୁ ଅଳ୍ପ ଢାଳିବେ, ବେଶ ଅଧିକା ଟିକେ ପଡ଼ିଗଲା କିଛି ପ୍ରୋବ୍ଲେମ୍ ନାହିଁ। ହାତ ସାହାଯ୍ୟରେ ଏଇଭଳି ଭାବରେ ଭଲ ଭାବରେ ଟିକେ ଚାରିକଡ଼ ସମାନ କରିନେବା। ଏବେ ମଝିରେ ଦେଇଦେବି ପୁର। ପୁରଟାକୁ ଗୋଳେଇ ଦେଇଥିଲେ ଭଲ ହେଇଥାନ୍ତା, କିନ୍ତୁ ଏଇଭଳି ଭାବରେ ମୁଁ ତିଆରି କରିଛି। ଅଳ୍ପ ଅଳ୍ପ ଆଣକୁ ଦେବି, ବେଶୀ ମୋଟା କରିବିନି, ପତଳା କରେ। ଏବେ ପୁଣି ପୁରକୁ ଦେବେ। ଆଉ ପିଠାଟା ଖାଇବାକୁ ବହୁତ ସୁନ୍ଦର ଲାଗିବ, ଯେହେତୁ ପୁର ଅଧିକା ପୁର। ଦେଖନ୍ତୁ ପୁର ପୁରା ଦେଇଦେଲି। ଏବେ ପୁଣି ଉପରେ ଆଉ ଟିକେ ଆଣକୁ ଦେଇଦେବା। ପୁଣି ଆଉ ଥରେ ଯେତିକି ପୁର ଥିଲା ମୁଁ ଦେଇଦେଲି। ଏ ବାକି ତକ ଆଣକୁ ଦେଇଦେବା ଏଇଭଳି ଭାବରେ। ଦେଖନ୍ତୁ ଲାଷ୍ଟରେ ଗୋଟେ ଚାମଚ ଗୁଆ ଘିଅକୁ ପକାଇ ନେବେ। ଏ ଆମର ଅଲରେଡ଼ି ହେଇଗଲାଣି। ଏବେ ଜଷ୍ଟ ଉପରେ ଗୋଟେ କଦଳୀ ପତ୍ରକୁ ରଖିନେବା। ଦେଖନ୍ତୁ ବେଶ ଏବେ ଗ୍ୟାସ୍ ଅନ୍ କରି କଡ଼େଇକୁ ବସାଇ ନେବା। ହାଇ ଫ୍ଲେମ୍ରେ 2 ମିନିଟ୍ ବସିବ, ତାପରେ ଏକଦମ ଲୋ ଫ୍ଲେମ୍ରେ 20ରୁ 25 ମିନିଟ୍ ବସିବ। ମଝିରେ ଆଉ ଜମା ବି ଖୋଲିବିନି। ଦେଖନ୍ତୁ ଗ୍ୟାସ୍ର ଫ୍ଲେମ୍ ଏକଦମ ଲୋରେ ହିଁ ଅଛି। 25 ମିନିଟ୍ ପରେ ଆପଣମାନଙ୍କ ସହିତ ସେୟାର କରିବି। ଏବେ ପାଖାପାଖି ହେଇଗଲାଣି 25ରୁ 30 ମିନିଟ୍। ଖୋଲି ନେଉଛି। ଆରି ଭିତରେ କିନ୍ତୁ ମୁଁ ଜମା ବି ଖୋଲିନି। ଏବେ ଟିକେ ଚେକ୍ କରିନେବା। ମୁଁ ଗୋଟେ କାଠି ନେଇଛି, ମଝିରେ ଟିକେ ଚେକ୍ କରି ନେଉଛି। ଦେଖନ୍ତୁ ଏ କାଠିରେ ଜମା ବି ଟିକେ ବି ଲାଗିନି, ତାମାନେ ଏ ପିଠା ଆମର ଅଲରେଡ଼ି ହେଇଗଲାଣି। ଦେଖନ୍ତୁ ଏକଦମ ସଫା। ତେବେ ଗ୍ୟାସ୍ଟାକୁ ବନ୍ଦ କରିନେବା। ଆଉ ଏକଦମ ଥଣ୍ଡା ହେଲା ପରେ ହିଁ ଆପଣମାନଙ୍କ ସହିତ ସେୟାର କରିବି। ଏବେ ଦେଖନ୍ତୁ ପିଠାଟା ଏକଦମ ଥଣ୍ଡା ହେଇଗଲାଣି, ହାତରେ ବି ଟିକେ ବି ଲାଗୁନି। ଏବେ ଆରି ଉପରେ ଗୋଟେ ଥାଳିକୁ ରଖିନେବେ। ଏବେ ଓଲଟେଇ ନେବା। ଦେଖନ୍ତୁ କେତେ ଆରାମରେ ପିଠାଟା ବାହାରି ଗଲାଣି। ଦେଖିବା କେମିତି ହେଇଛି। ତଳେ ପତ୍ର ବି ଆରାମସେ ବାହାରି ଯାଉଛି। ଦେଖନ୍ତୁ କଲର୍ଟା କେତେଟା ସୁନ୍ଦର ବନିଛି, ଆଉ ବହୁତ ସଫ୍ଟ ବନିଛି ପିଠା। ଏବେ କାଟିକିରି ମଧ୍ୟ ଦେଖେଇବି ଭିତରେ କେମିତି ହେଇଛି ବୋଲି। ଏବେ ଟିକେ ଦେଖେଇ ଦେଉଛି। ଦେଖନ୍ତୁ ସାଇଡ଼ରୁ ମଧ୍ୟ ଭଲ ଭାବରେ ମୁଁ ଦେଖେଇ ଦେଉଛି ହାତରେ ଉଠେଇକିରି। ଦେଖନ୍ତୁ ପିଠାଟା କେତେଟା ସୁନ୍ଦର ବନିଛି, ଏକଦମ ଗୋଲ। ଏବେ ଗୋଟେ ଛୁରୀ ସାହାଯ୍ୟରେ କାଟି ନେବି। ଦେଖନ୍ତୁ କେତେଟା ନରମ ବନିଛି ପିଠାଟା। ଏବେ କାଟି ନେବା। ବହୁତ ସଫ୍ଟ ବନିଛି। ଏବେ ଉଠେଇକିରି ଦେଖାଉଛି ଭିତରେ କେତେଟା ସୁନ୍ଦର ବନିଛି। ଦେଖନ୍ତୁ ବହୁତ ସୁନ୍ଦର ବନିଛି ଏ ପିଠା। ଏବେ ଏହାକୁ ଛୋଟ ଛୋଟ ପିସ୍ କରି ମୁଁ କାଟି ନେବି। ଏବେ ଏହାକୁ ଛୋଟ ଛୋଟ ଖଣ୍ଡ କରି ଗୋଟେ ପ୍ଲେଟ୍କୁ ମଧ୍ୟ ଉଠାଇ ନେବା। ଏବେ ଦେଖନ୍ତୁ କାଟି ନେଇଛି, ଆଉ ପିଠାଟା କେତେଟା ସୁନ୍ଦର ବନିଛି। ଆର ବାସ୍ନାରେ ଘର ଯେମିତି ମହକି ଉଠୁଛି। ଆଉ ତାର ପୁରଟା ବି ଦେଖନ୍ତୁ ଭିତରେ ଏକଦମ ଠାସା ପୁର। ରାତି ପାହିଲେ ରଜ, ପୋଡ଼ପିଠା ବିନା ଯେମିତି ରଜ ଅଧୁରା। ତ ଏଇଭଳି ଭାବରେ ବିଭିନ୍ନ ପ୍ରକାର ପୋଡ଼ପିଠା ତିଆରି କରନ୍ତୁ। ସାଙ୍ଗସାଥି ବନ୍ଧୁବାନ୍ଧବ ସମସ୍ତଙ୍କୁ ଖୁଆନ୍ତୁ। ଦେଖିବେ ବହୁତ ମଜା ଆସିବ। ତ ଏ କିନ୍ତୁ ଆମର ପ୍ରସ୍ତୁତ ହୋଇଗଲା ଆଜିର ବିରି ଚାଉଳରେ ତିଆରି ପୋଡ଼ପିଠା ରେସିପି। ଆଜିର ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରିବାକୁ ଜମା ବି ଭୁଲିବେନି। ଆଉ ଯଦି ଭିଡ଼ିଓଟି ଭଲ ଲାଗେ ଲାଇକ୍ କରିବେ, ଆପଣଙ୍କର ଫ୍ରେଣ୍ଡସ୍ କିମ୍ବା ରିଲେଟିଭ୍ଙ୍କ ସହିତ ସେୟାର କରିବେ। ଆଉ ଯଦି ମୋ ଚ୍ୟାନେଲରେ ନୂଆ ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଏମିତି ଆହୁରି ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିବେ। ତାହେଲେ ଆଜି ପାଇଁ ରହୁଛି, ପୁଣି ଦେଖାହବ ଆଉ ଏକ ନୂଆ ଭିଡ଼ିଓରେ। ନମସ୍କାର।